ଆଜି ଶୁଣିବା ନାଟକ ବାବାଜୀ। ନାଟ୍ୟକାର ଜଗନମୋହନ ଲାଲା। ପ୍ରଥମ ଅଙ୍କ। ବାବୁ ସୁବଳ ପଟ୍ଟନାୟକଙ୍କ ବୈଠକଖାନା। ବାବାଜୀଙ୍କର ପ୍ରବେଶ। ବାବାଜୀ। ଜୟ ଜୟକାର ହେଉ। ବାବୁ। ଦଣ୍ଡବତ ମହାରାଜା। ପଞ୍ଚାଙ୍ଗ ପ୍ରଣାମ। ବାବାଜୀ। ମଙ୍ଗଳ ହେଉ। ଈଶ୍ୱର ସଦା ସୁଖୀ ରଖନ୍ତୁ। ବାବୁ। ବସିବା ହେଉନ୍ତୁ, ଏହି ଚୌକିରେ ବସନ୍ତୁ। କୁଆଡ଼େ ଆସିବା ହେଲେ ମହାରାଜ? ବାବାଜୀ। ଆପଣଙ୍କଠାକୁ ଆସିଲେ। ବାବୁ। ଆପଣଙ୍କର ମଠ କେଉଁଠାରେ? ବାବାଜୀ। ଆମର ମଠ ନାହିଁ ବାବା। ଘର ଛାଡ଼ିଲେ ହିଁ ମଠରୁ କି କାର୍ଯ୍ୟ? ଘର ଧନ୍ଦା ଓ ମଠ ଧନ୍ଦା ସମାନ ଅଟେ। ଯେଉଁ ସ୍ଥାନରେ ଆସନ କଲୁ ସେଇ ଆମର ମଠ। ଆମେ ତ ଏକ ସ୍ଥାନରେ ଅନେକ ଦିନ ରହୁନା, ଦେଶ ଭ୍ରମଣରେ ଥାଉ। 2 ଦିନ ହେଲା ଏଠାକୁ ଆସି ନଦୀକୂଳ ତୋଟାରେ ଆସନ କରିଛୁ। ଭୋଜନ ନ ମିଳିବାରୁ ଆପଣଙ୍କଠାକୁ ଆସିଗଲୁ। ବାବୁ। 2 ପଇସା ବଢ଼ାଇ ଦେଇ ନେବା ହୁଅନ୍ତୁ ମହାରାଜ। ବାବାଜୀ। ପଇସା? ଆମେ ପଇସା ଭିକ୍ଷା କରୁନା। ଦ୍ୱାର ଦ୍ୱାର ପଇସା ମାଗି ବୁଲିଲେ ସେଇଥିରେ ଦିନ ଯିବ। ପୂଜା ଧ୍ୟାନ ଭଜନ ଏହାସବୁ କରିବୁ କେତେବେଳେ? ପୁଣି ପଇସାରୁ ଲୋଭ ଜନ୍ମେ। ସାଧୁ ସନ୍ଥଙ୍କର ପଇସା କଉଡ଼ିରୁ କି ପ୍ରୟୋଜନ? ଭୋଜନ ମିଳିଲେ ହେଲା। ଯେବେ ଆପଣଙ୍କର ଇଚ୍ଛା ହୁଏ ତେବେ ପୂର୍ଣ୍ଣ ଭୋଜନ ଦେବା ହେଉନ୍ତୁ, ନଚେତ୍ ଆମେ ଆଉ କେହି ଦାତାଙ୍କ ପାଖକୁ ଯିବୁ। ସେଥିପାଇଁ ଆମର ତାବୃଷ ଚିନ୍ତା ନାହିଁ। ଈଶ୍ୱରଙ୍କ କୃପାରୁ କୌଣସି ରୂପେ ମିଳିଯିବ। ବାବୁ। ଆଚ୍ଛା ମହାରାଜ, ଯତ୍ କିଞ୍ଚିତ୍ ଭୋଜନ ଦେବୁ। ଆପଣଙ୍କୁ ନ ଦେବୁ ତ ଆଉ କାହାକୁ ଦେବୁ? ଆପଣଙ୍କ ତୁଲ୍ୟ ଧୀର ଓ ଜ୍ଞାନୀ ସାଧୁ ଆମେ କାହିଁ ଦେଖିନାହୁଁ। ବାବାଜୀ। ନାହିଁ ବାବା, ଆମେ କି ସାଧୁ? ଆମର କି ଜ୍ଞାନ? କୀଟସ୍ୟ କୀଟାୟତେ। ଆମେ ସାଧୁ ନାମରେ ଯୋଗ୍ୟ ନୋହୁଁ। ବାବୁ। ହଁ, ଆପଣ ତ ଏପରି କହିବେ। ଆମେ ତ ଦେଖିନାହୁଁ। ଇରେ ରାମା ରାମା। ରମା। ଆଜ୍ଞା, ଭିତରେ ଥାଏ। ରାମର ପ୍ରବେଶ। ବାବୁ। ଇରେ ବାବାଜୀଙ୍କ ପାଇଁ ଗୋଟିଏ ସିଧା ସଜାଡ଼ି ଆଣିଆ। ରମାର ପ୍ରସ୍ଥାନ। ବାବୁ। ମହାରାଜ, ତମାଖୁ ଖାଆନ୍ତୁ, ଚିଲମ ବଳେ ନେଇ ନେବା ହୁଅନ୍ତୁ। ଗଞ୍ଜେଇ? ବାବାଜୀ। ଆମେ ତ ତମାଖୁ ଖାଉନା ବାବା। ଗଞ୍ଜା କ'ଣ ହେବ? ଚିଲମ ରଖନ୍ତୁ। ଗଞ୍ଜା ଭାଙ୍ଗ ଆଦି ଆମର କିଛି ହୁଏ ନାହିଁ। ଭୋଜନ ନ କଲେ ଜୀବନ ନ ରହିବ, ଏଥିପାଇଁ ଭୋଜନ ଆବଶ୍ୟକ। ନିଶା ପାଣିରୁ କି କାର୍ଯ୍ୟ? ସେଥିରେ ମତିଗତି ଠିକ୍ ରହେ ନାହିଁ। ବାବୁ। ମତିଗତି ଠିକ୍ ରହେ ନା? ତେବେ କିପରି ବୈରାଗୀମାନେ ନିଶା ଖାଆନ୍ତି? ଆହୁରି ଗୋଟିଏ ବଚନ ଅଛି, ଯୋଗୀ ଖାୟୋ ଯୋଗ ଧ୍ୟାନ ଧରି ହରିକେ ନାମ ଉଚ୍ଚାରଣେକୁ। ବାବାଜୀ। ହଁ, ଏପରି କଥା ଅଛି, କିନ୍ତୁ ତାହା ନିଶାଖୋରଙ୍କ କଥା, ଶାସ୍ତ୍ରର ବଚନ ନୁହେଁ। ନିଶା ବଡ଼ ମନ୍ଦ, ତାହା ସ୍ପର୍ଶ କରିବାର ନୁହେଁ। ବାବୁ। ନା ନା ମହାରାଜ, ନିଶା ପରି ମନ୍ଦ ନୁହେଁ। ସେଥିରେ ଗୁଣ ଦୁର୍ଗୁଣ ଦୁହେଁ ଅଛନ୍ତି। ଅଧିକ ଖାଇବାକୁ ଅବଶ୍ୟ ଦୋଷ। କେବେ କେବେ ଅଳ୍ପ ଖାଇଲେ କିଛି ଦୋଷ ନାହିଁ, ବରଂ ଭଲ ହୁଏ। ମନ ମଗ୍ନ ହୋଇ ରହେ। ଯେତେ ବଡ଼ ଶୋକ ଓ ସନ୍ତାପ ଥାଉ ସବୁ ଭୁଲିଯାଏ। ନିଶାରେ ବଡ଼ ମଉଜ। ବାବାଜୀ। ହଁ, ମଉଜ ତ ହୁଏ। ସେପରି ମଉଜରୁ ଆମର କି ପ୍ରୟୋଜନ? ନିଶା ପାଇଁ ପଇସା ଲୋଡ଼ା ହେବ। ପଇସା ପାଇଁ ଦ୍ୱାର ଦ୍ୱାର ବୁଲିବାକୁ ପଡ଼ିବ। ସେହି ଚିନ୍ତାରେ ଦିନ ଯିବ। ଭଗବାନଙ୍କୁ ଚିନ୍ତିବୁ କେତେବେଳେ? ବଡ଼ ଲୋକମାନେ ମଉଜ ଖୋଜନ୍ତି, କିନ୍ତୁ ନିଶାରେ ଆଗେ ମଜା ପଛକୁ ବଡ଼ ବେମଜା। ସାରା ମଜା ଈଶ୍ୱରର ଚିନ୍ତାରେ। ତେବେ ରୋଗ ପାଇଁ ଔଷଧ ସ୍ଥିତ ମାଦକ ଦ୍ରବ୍ୟ ବ୍ୟବହାର କରିବାର ତାଦୃଶ ଦୋଷ ହୋଇ ନପାରେ। ରାମା ସିଧା ଘେନି ପ୍ରବେଶ। ବାବୁ। ମହାରାଜ, ସିଧା ନେବା ହୁଅନ୍ତୁ। ବାବାଜୀ। ଆଚ୍ଛା ବାବା, ଆନନ୍ଦ ହେଉ। ମାତ୍ର ଏ ରୋଷେଇର ସାମଗ୍ରୀ ତ ପାକ କରିବାର ଆମକୁ ବଡ଼ କଠିଣ। ଆମ ସଙ୍ଗରେ ଜଣେ ବୈଷ୍ଣବ ଥିଲା। ତାକୁ ଆମେ ଶିକ୍ଷା ଦେଉଥିଲୁ ଓ ସେ ଆମର ରୋଷେଇ କରୁଥିଲା। ବର୍ତ୍ତମାନ ସେ ଆମ ସଙ୍ଗରେ ନାହିଁ। ବାବୁ। ତାକୁ କାହିଁକି ଛାଡ଼ିଦେଲେ? ଆପଣଙ୍କୁ ବଡ଼ କଷ୍ଟ ହେଉଥିବ। ବାବାଜୀ। ନାହିଁ, ଆମର କି କଷ୍ଟ? ନିର୍ବାହ କର୍ତ୍ତା ଭଗବାନ। ମନୁଷ୍ୟର ସଙ୍ଗ ଚିରସ୍ଥାୟୀ ନୁହେଁ, କେବଳ ଧର୍ମ ହିଁ ଚିରକାଳର ସଙ୍ଗୀ। ଆପଣ ଏ ସିଧାକୁ ରଖନ୍ତୁ। ଠାକୁରଙ୍କ ପ୍ରସାଦ ମୁଦିଏ ହେଲେ ଭୋଜନ କରି ଭଜନ କରିବୁ। ବାବୁ। ମହାରାଜ, ପ୍ରସାଦ ସମସ୍ତେ ସେବା କଲେଣି। ଆପଣଙ୍କ ସକାଶେ ଆଉ ରୋଷେଇ ହେଲେ ହେବ? ରାମାପ୍ରତି। ଏ ସିଧା ପୂଜାରୀକୁ ଦେଇ ରୋଷେଇ କରିବା ପାଇଁ କହିଦେ। ରାମା। ସେ ତ ଶୋଇବାକୁ ଯାଉଛି।
ମୁଁ କହିଲା ମାତ୍ରକେ ଡେଇଁବ, ମୋ ଉପରକୁ କାମୁଡ଼ି ଉଠିବ। ବାବୁ, ଆଚ୍ଛା ରହ, ମୁଁ ତାକୁ ଡାକି କହିଦେଉଛି। ପୂଜାରୀ, ପୂଜାରୀ। ଆନନ୍ଦ ପଣ୍ଡା ପୂଜାରୀର ପ୍ରବେଶ। ବାବୁ, ପୂଜାରୀ, ଏ ସିଧା ନେଇ ଠାକୁର ଆଡ଼େ ରୋଷେଇ କର। ମହାରାଜ ଭୋଜନ କରିବେ, ଚଞ୍ଚଳ କରିବ। ପୂଜାରୀ ସିଧା ଘେନି ପ୍ରସ୍ଥାନ। ବାବୁ, ମହାରାଜ, ରୋଷେଇ ହଉ ହଉ କିଞ୍ଚିତ୍ ବିଳମ୍ବ ହେବ। ଏଥିମଧ୍ୟରେ ଭୋଜନ କରନ୍ତୁ, ଆମ୍ଭର କର୍ଣ୍ଣ ପବିତ୍ର ହଉ। ବାବାଜୀ, ଆଚ୍ଛା ବାବା, ଭଜନ ରାଗା ଝିଞ୍ଝିଟିଟି ତାଳ ଏକତାଲା। ମୋର ଦୀନବନ୍ଧୁ ଦୟାଲ ଅନ୍ୟ ନାହିଁ କେହି, ଅଖିଳ ଅନିତ୍ୟ ନାଶଶୀଳ ଅବିନାଶୀ ସେହି। ଜଗତ ପିତା ଜଗତ ମାତା ଭକତ ଭାବଗ୍ରାହୀ, କରନ୍ତି ତ୍ରାଣ ପତିତ ପ୍ରାଣ ଭଜେ ତାଙ୍କୁ ଯେହି। ବାବୁ, ଆହା, ଆପଣ ତ ଉତ୍ତମ ଭଜନ କରନ୍ତି। ବାଜା ହେଲେ ଆହୁରି ଭଲ ହୁଅନ୍ତା। ଆଚ୍ଛା, ଆମେ ଜଣେ ବାବୁଙ୍କୁ ଡକାଇ ଆଣୁଛୁ, ସେ ବଜେଇବେ, ଆପଣ ଗାଇବେ। ରାମା, ଯଶୁବାବୁଙ୍କୁ ଡାକି ଆଣ ତ, କହିବୁ ଏହିକ୍ଷଣି ଆସିବେ। ରାମାର ପ୍ରସ୍ଥାନ ଓ ବାବୁ ଯଶୁ ଭଟ୍ଟାଚାର୍ଯ୍ୟଙ୍କର ପ୍ରବେଶ। ବାବୁ, আসুন ভট্টাচার্য মহাশয়, আসুন। প্রাতঃ প্রণাম। যশু, প্রাতর্যস্তু। দুপুর বেলায় করতলবি কেন? বাবু, এই বাবাজি বেশ ভজন করছেন, ওর আরেন জোগাড় হচ্ছে, এর মধ্যে গান করা যাক, আপনি বাজাবেন, উনি গাইবেন। ইরে রমা, তমাকু আন, তবলা দে। রামা তবাকু তবলা দেলারু। বাবু, আগে তমাকুটা খেয়ে নিন। প্রতি রোববার পাশা খেল হয়, এই রোববার পাশা বন্ধ করে, এই আমোদ কর যাক। যশু, মদ না হলে কি আমোদ হয়? কাল আমাদের খুব হয়েছিল, আপনি ছিলেন কোথায়? শনিবার রাত্রে বৃথায় কটালেন। বাবু, সম্পূর্ণ বৃথা যায় নাই, অল্পাল্পি কিছু হয়েছে। ও শনিবার কতক চালে জড়ো হয়ে বড় গোল করলে, এতে দুর্নাম হয়। চুপচাপ যা করা যায় তাই ভাল। এখন হয় কর্ম কেমন করে? ইঞ্জে আছেন? যশো, থাকই কি চান? বেদানার শরবত। বাবু, ঠিক বলছেন। ବାବାଜୀ ପ୍ରତି, ମହାରାଜ, ଏ ବାବୁ ଖରାରେ ଆସିଛନ୍ତି, ଆଗେ ତାକୁ ଟିକିଏ ବେଦନାର ସରବତ ଦେଉଁ। ରାମା, ଆଖିରେ ଠାରି, ସରବତ ବୋତଲ ଓ ଗିଲାସଟା ଦେ, ଦାଣ୍ଡ ଦ୍ୱାର ଲଗେଇ ଦେଇଥା। ରାମା ବୋତଲ ଓ ଗିଲାସ ଦେଲାରୁ ବାବୁ ଗିଲାସରେ ସୋଡ଼ା ঢালে। বাবু, নিন ভট্টাচার্য মহাশয়, শরবত খান, আর 2 ঠোক লাগতে হবে। যশু, পান করে সারি, অভিনয় কলকেরে যে এখন বাকি আছে, আর খেল বাঁচতে পারবে না। বাবু, তবে বোতলটা কি আমি একাকী নিকেশ করবে? আচ্ছা, পেটরে হাত মারি, আমার পেটটা ফেঁফেছে, কি করি বলুন দেখি। যশু, এই শরবত বেশ করে খান, এখনি ভাল হয়ে যাবে। বাবু, কেমন, এতে ভাল হয়ে যাবে? তেবে খাই। ବାବୁଙ୍କର ପୁନଃ ପୁନଃ ସ୍ୱରାପାନ। ଯଶୁ, ତବଲା ନେଇ, ମହାରାଜ ଭଜନ କିଜିଏ। ଭଜନ। ରାଗିଣୀ, ଜଙ୍ଗଲା ତାଳ ଠୁମରି। ପତିତ ପାବନ ସତେକି ଦର୍ଶନ କରିବ, ପତିତ ପାବନ ସତେକି ଦର୍ଶନ କରିବ, ଏ ପାପୀ ପାଦ ତୁମ୍ଭରି। ସେହି ଯେ ଚରଣ ଅମୃତ ପୂରଣ, କୋଟି କୋଟି ପାପ ସନ୍ତାପହାରି। ମୋହରେ ଜଡ଼ିତ ହୋଇଛି ମୋ ଚିତ୍ତ, ଜଟିଳ କୁଟିଳ ଘୋର ସଂସାରୀ। ଉପାୟ ନାହିଁ ତ ତୁମରି ବ୍ୟତୀତ, ରଖ ହେ ଅଧମ ଉପକାରକାରୀ। ଯେ ଇଚ୍ଛା ସେ ଦଣ୍ଡ ଦେଇ ପାପଖଣ୍ଡ କର ମୋତେ ତବ ସେବନକାରୀ। କରିଣ କରୁଣା ଏ କି କାମନା, ପୂର୍ଣ୍ଣ କର ଶୁଣ ମୋର ଗୁହାରି। বাবুଙ୍କର উন্নত ভঙ্গি ও নৃত্য। যশু, একটু ভাল করে নাচুন না, আমি গীত বজাই। বাবু, হ্যাঁ। বাবা নাচছি, রস বাবা, 22 ଜିନ୍। ବାବୁ 22 ହୋଇ ନୃତ୍ୟ ଓ ଚିତ୍କାର କରି ଭୂମିଗତ। ବାବାଜୀ ସ୍ୱର୍ଗତ, ମୁହଁର କଥା ମୁହଁରେ ଅଛି। ଦେଖୁ ଦେଖୁ କ'ଣ ହେଲା, କି ଦୁଃଖର ବିଷୟ, ଏପରି ବ୍ୟକ୍ତିର ଏପରି ଆଚରଣ।
जशु, महाराज बाबू घुमा गया, हम जाते हैं, आप भोजन को जाओ, पुजारी को बोलो देते हैं। पुजारी पुजारी आनंद भंडार प्रवेश। जसु, पुजारी ମୁଁ ଯାଉଛି, ତୁ ବାବାଜୀ ଖାଇବୁ। ରାମା ବାବୁକୁ ଜାଗିଥିବୁ। ପୂଜାରୀ, ଆସ ମହାରାଜ, ଠାକୁର ପିଣ୍ଡାକୁ ଆସ। ପ୍ରସ୍ଥାନ। ଦ୍ୱିତୀୟ ଅଙ୍କ। ବାବୁଙ୍କ ଠାକୁର ପିଣ୍ଡା। ପୂଜାରୀ, ମହାରାଜ ଏହିଠାରେ ପିଣ୍ଡାର ଏକ ପାର୍ଶ୍ୱରେ ବସ। ଏହା କହି ଅଗ୍ରସର। ଦାମା ପିଣ୍ଡାର ଅନ୍ୟ ପାର୍ଶ୍ୱରେ ପ୍ରବେଶ। ପୂଜାରୀ, ଦାମା ଏ ବାବାଜୀ କୁଆଡ଼େ ତାନେ ରୋଷେଇ କରି ଖୋଇବେ। ଆମ ବାବୁ ଯେ ଯିଏ ଯାହା ମାଗିଲା କହିବ ଦେ। ଆମ ଦରମା ହେଲା ବେଳକୁ ଖଟ ଖଟ, ପାଉନା ବାଲ 20 ଥର ଦୌଡ଼ିଲେ ପାଇବାର ମୁସ୍କିଲ। ବାବାଜୀ ବେଳକୁ ଦାତା ଷେଣ୍ଢ ଓ ବଡ଼ ଲୋକିରେ ବାକି ନାହିଁ। ଭଲା ଏ କୋଉ ରୀତି? ଯେ ଟେକିଟାକି କହିଲ ସେ ନେ ଚାଲିଗଲା, ଆମେ ଜଳାଙ୍କ ପରି ବସିଥିବୁ। ସେ କଥା ଯାହା ହେଉ, ଏଉଟା ଏତେବେଳକୁ କୁଆଡ଼େ ଆସିଲା? ଓଳକେ ଯାକ ଖଟି ଖଟି ଶୋଇଥିଲି, ଏଉଟା ଆସି କଣ୍ଟକ ହେଲା। ରହ, ତାକୁ ହୀନସ୍ତା କରି ମାରୁଛି। ଦାମା, ଶୁଣିଲୁ, ସ୍ୱର୍ଗକୁ ସିଡ଼ି ନାହିଁ, ବଡ଼ ଲୋକଙ୍କୁ ଉତ୍ତର ନାହିଁ। ସେମାନଙ୍କୁ ସବୁ ସାଜେ। ତୁ ଯେବେ ବାବାଜୀ ପାଇଁ ସିଧା ଆଣି ତାକୁ ଖାଇବାକୁ ନ ଦେବୁ, ବାବୁ ଶୁଣିଲେ ତୋର କି ଦୋଷା ହେବ। ଆଜି ତ କପାଳରେ ଗାଳି ଗୁଡ଼ିଏ ଅଛି ଆଉ। ପୂଜାରୀ, ବାବୁ ଆଉ ନାହାନ୍ତି ଯେ ଜାଣିନ, ମଦରେ ମରିକି ଶୋଇଲେଣି, ଆଉ ଡର କୋଉଥାକୁ। ଦାମା, ବୁଝିଲୁ, ବୈଷ୍ଣବ ଆହାର ମୁଖା ହୋଇ ଆସିଛି, ଖାଇବାକୁ ନଦେଲେ ତାହାର କୋହ ତୋ ଉପରେ ପଡ଼ିଯିବ। ପୂଜାରୀ, ଏପରି ତୋତେ ବାବାଜୀ ଦେଖିଛି, କେତେ ଜଣଙ୍କୁ ହୀନସ୍ତା କରିଛି। ବ୍ରାହ୍ମଣ ଉପରେ କୁଆଡ଼େ ବୈଷ୍ଣବର କୋହ ପଡ଼ିବ? ସେ ଯେମନ୍ତେ ମୋ ନିଦ ଭଙ୍ଗାଇଲା, ସେମନ୍ତେ ମୋ କୋହ ତା ଉପରେ ନ ପଡ଼ିବ କି? ଆଚ୍ଛା ରହ, ମୁଁ ଆଗ ଟିକେ ରଙ୍ଗ କରେ। ଦାମା, ହଉ ବାବୁ, ତୋ ମନକୁ ଯାହା ଆସେ ତା କର। ତୋତେ କିଏ ପାରିବ? ବାବୁଙ୍କୁ ତ ପାଠ ପଢ଼େଇ ଦେଉ, ଆମେ କି ଛାର। ପୂଜାରୀ, ମହାରାଜ ଅନ୍ନ ଅଛି, ତିଅଣ ନାହିଁ, କ'ଣ ଦେଇ ଖାଇବ? ଶୁଖୁଆ ହେବ? ବାବାଜୀ, ହଉ ବାବା, ସୁଖା ରୁଖା ଯାହା ଅଛି ପାଇଦେବା। ପୂଜାରୀ, ସୁଖା ରୁଖା କହୁନାହିଁ ଯେ, ଶୁକୁଆ ଶୁକୁଆ। ବାବାଜୀ, ଶୁକୁଆ କ'ଣ ବାବା? ଆମେ ତ କେବେ ଖାଇନାହୁଁ। ପୂଜାରୀ, ଶୁକୁଆ ଜାଣ ନା? ଆଉ ତେବେ କ'ଣ ଜାଣ? ମାଛର ଶୁକୁଆ ହୁଏ, ସମସ୍ତେ ଖାଆନ୍ତି ଏବଂ ଅନେକ ବ୍ରାହ୍ମଣ ବୈଷ୍ଣବ ସୁଦ୍ଧା ନୁଚେଇ ଚୋରେଇ ଚୋପେଇ ଚୋପେଇ ଖାଆନ୍ତି। ବାବାଜୀ, ଆରେ ବୈଷ୍ଣବ ମାଛ ଶୁକୁଆ ଖାଆନ୍ତି, ଏତକ ଜାଣୁ ନା? ପୂଜାରୀ, ଆଉ କ'ଣ ଶାଗୁଆତି ଖାଇବ? ବାବାଜୀ, ହଁ ତା ହେବ, ସେ ହେଲେ ଆମର ଢେର। ପୂଜାରୀ ଦାମା ପ୍ରତି, ମଲା, ଏ କ'ଣ କହୁଛି? ମାଛ ଖାଏ ନା ଶାଗୁଆତି ଖାଏ? ଦାମା, ବୁଝିପାରିଲା ନାହିଁ ପରା। ପୂଜାରୀ, ନ ବୁଝିଲା ନାହିଁ, ଭଲ ହେଲା, ଦୋଷ ତାରି ମୁଣ୍ଡରେ ରହିଲା। ବାବାଜୀ ଆଗରେ ପୂଜାରୀ ପତ୍ର ପକାଇ ଦାମା ସହିତ ପ୍ରସ୍ଥାନ। ବାବାଜୀ, ପୂଜାରୀ ବାବା, ପତ୍ର ଦେଇ ଏତେବେଳେ ଯାଏ କୁଆଡ଼େ ରହିଲ? ଯେବେ କିଛି ନାହିଁ ତେବେ କହିଦିଅ, ଆମେ ଚାଲିଯିବା। ପୂଜାରୀ ଗୋଟିଏ ହାଣ୍ଡିରେ ପଲମ କଢ଼ାଇ ପ୍ରବେଶ। ପୂଜାରୀ, ହେଇ ମହାରାଜ, ଆଣିଲି ହାଣ୍ଡିପତ୍ର ପାଖରେ ରଖି। ମହାରାଜ, ଏଥିରେ ଉତ୍ତମ ପ୍ରସାଦ ଅଛନ୍ତି, ଆପଣ ସ୍ୱହସ୍ତରେ ପରସି ସେବା କରନ୍ତୁ। ବାବାଜୀ, ଆଚ୍ଛା ବାବା। ପଲମ କାଢ଼ନ୍ତେ ଗୋଟିଏ କୁକୁଡ଼ା ବାହାରିଲା। ବାବାଜୀ ଚମକି ଉଠିଲେ। ଇଏ କ'ଣ ରେ ବାବା? ପୂଜାରୀ, ମହାରାଜ, ଆପଣ ଶାଗୁଆତି ସ୍ୱୀକାର କରିବାରୁ ମୁଁ କୁକୁଡ଼ାଟିଏ ଗୋଟାଏ ପଣେ ରୋଷ୍ଟ କବାବ କରି ଆଣିଥିଲି। ସେହିପରି ବାବୁ କେବେ କେବେ ଖାଆନ୍ତି। ସେ ତ ଆପଣଙ୍କ ହାତ ଲାଗିଲା ମାତ୍ରକେ ପ୍ରାଣ ପାଇ ବଞ୍ଚି ଉଠିଲା। ମୋର କି ଦୋଷ? ମହାରାଜ, ଆପଣଙ୍କର ଅପାର ମହିମା। କୁକୁଡ଼ାକୁ ମାରି ବାନ୍ଧିଥିଲି, ସେ ପୁଣି ଜିଉଁଠିଲା। ଓହୋ, ଏପରି ତ କେବେ ଦେଖା ନଥିଲା। ରଘୁସିଂହର ପ୍ରବେଶ। ବାବାଜୀ, ଆରେ ତୁ ଶାଗ ତିଅଣ କହି ଜିଅନ୍ତା କୁକୁଡ଼ାଟାଏ ଆଣିଦେଲୁ, ପୁଣି ମିଥ୍ୟା କଥା ଗୁଡ଼ାଏ କହୁଛୁ, ଆହୁରି ତାଦୁଲି କରୁଛୁ, କ୍ଷୁଧାର୍ଥ ସନ୍ତେଇଲୁ। ଆରେ ତୁ ତ ବଡ଼ ଅଜ୍ଞାନୀ। ରଘୁ, ସତେ ପୂଜାରୀ, ତୁମେ କ'ଣ କଲ? ଏହା କି ମଣିଷ କରେ? କ୍ଷୁଧାର୍ଥ ସାତୁକୁ ସନ୍ତେଇଲ। ଓହୋ, କେଡ଼େ ଅଜ୍ଞାନୀ ତୁମେ। ବ୍ରାହ୍ମଣ ଟିକି ତୁଚ୍ଛା ପଇତା ପକେଇ ବ୍ରାହ୍ମଣ, ନା ଧର୍ମକର୍ମରେ ବ୍ରାହ୍ମଣ? କଳିକାରଳ ବ୍ରାହ୍ମଣ ଗୁଡ଼ାକ କ'ଣ ହେଲେଣି? ଧର୍ମ ଓ କର୍ମକୁ, ମହତ ମର୍ଯ୍ୟାଦାକୁ ଟିକିଏ ଦୃଷ୍ଟି ନାହିଁ। ଗାଳିମାଡ଼ ଖାଇ ବାର ଦୁଆରେ ପତର ପକେଇଲେଣି, ବାର ଅନୀତି କଲେଣି। ଠାକୁର ପିଣ୍ଡାକୁ କୋଉଠୁ କୁକୁଡ଼ାଟେ ଆଣିଲ? ତୁମର ଜାତି ରହିଲା ଟିକି, ଏଥିରେ ଆଉ ଦେବତା ରହିବେ ଟିକି? ପୂଜାରୀ,
ବାବୁ ଯେ କୁକୁଡ଼ା ପାଇ ଦିଅନ୍ତି, ମୁଁ ଛୁଇଁଲି ବୋଲି ଦୋଷ ହେଲା? କୁକୁଡ଼ା ଯେ ରାନ୍ଧିବାକୁ ପଡ଼େ। ରଘୁ କୋପିତ ହୋଇ, କ'ଣ କହିଲୁ? ଫେର୍ ତ କହ। ବାବୁ କୁକୁଡ଼ା ଖାଆନ୍ତି? ମୁଁ କ'ଣ ବାବୁଙ୍କୁ ଜାଣେ ନା? ତାଙ୍କର ପୂଜାପାତି ଧ୍ୟାନ କେତେ? ବ୍ରାହ୍ମଣ ବୈଷ୍ଣବ ସମସ୍ତେ ତାଙ୍କର ପ୍ରଶଂସା କରନ୍ତି, ତୁ ତାଙ୍କୁ ନିନ୍ଦୁଛୁ? ସେ କ'ଣ ଇଂରେଜ ପଢ଼ା ବାବୁ କି? ଏବେ ତ ସେମାନଙ୍କ ମଧ୍ୟରେ ପୁଣି କଲିକତାରେ କେତେ ମଦ ମାଂସ ଆଉ ନାହାନ୍ତି। ଭାରି ଜ୍ଞାନୀ ଓ ଧର୍ମୀ ହୋଇ ବାହାରିଛନ୍ତି। ଏପରି କେବେ ଦେଖା ନଥିଲା। ତୋର ପରି ମୂର୍ଖ ଅଜ୍ଞାନୀ ପରା। ବାବୁଙ୍କର କେଉଁ ଗୁଣକୁ ତୁ ସରି କହିଲୁ? ସେ ଗୋଟାଏ ଅଧେ ଉଣା କଥା ହେଲେ ବୋଲି ତୁ ସେଇଆ କରିବୁ? ଦେଖ ମହାରାଜ, ଆପଣଙ୍କୁ ଏତେ ସନ୍ତାଲା ପୁଣି ବାବୁଙ୍କର ନିନ୍ଦା କରୁଛି। ଚାଲନ୍ତୁ ବାବୁଙ୍କୁ ଜଣାଇବା। ବାବାଜୀ, ନାହିଁ ବାବା, ବାବୁଙ୍କୁ ଜଣାଇବା ନାହିଁ। ବାବୁ ଶୁଣିଲେ ରାଗ ହୋଇ ତାଙ୍କୁ ଦଣ୍ଡିବେ। ବାବୁ ବାହାର କରିଦେବେ। ଗରିବ ବିଚରା ମରା ପଡ଼ିବ। ସେମାନେ ମୂର୍ଖ ମୁନିବର କିଛି ଦୋଷ ଦେଖିଲେ ତାକୁ ଲୁଚାଇବା ଦୂରେ ଆଉ ବଜାରରେ ବିକନ୍ତି ଓ ନିନ୍ଦା କରି ବୁଲନ୍ତି। ଆମେ ତାକୁ ବୁଝାଇ କହିଦେବା, ସେପରି ଦୁଷ୍କର୍ମ ଆଉ କେବେ ହେଲେ କରିବ ନାହିଁ। ବାବୁଙ୍କୁ ଜଣାଇଲେ କ'ଣ ହେବ? ବୁଝିଲ ପୂଜାରୀ ବାବା, କ୍ଷୁଧାର୍ଥ ସନ୍ତେଇବା, ମୁନିବର ନିନ୍ଦା କରିବା ଓ ମିଥ୍ୟା କହିବା ବଡ଼ ଦୋଷ ଏବଂ ପାପ ଅଟେ। ଏଥିପାଇଁ ପରକାଳରେ ଦଣ୍ଡ ଭୋଗିବ। ଏପରି କୁକର୍ମ ଆଉ କେବେ କରିବ ନାହିଁ। ବଡ଼ ହେବା ବେଳେ ମିଥ୍ୟା ଭାଷଣଂ ନ କର୍ତ୍ତବ୍ୟଂ। ଯେ ପ୍ରତିଜ୍ଞା କରିଥିଲ ତହିଁକି ଦୃଷ୍ଟି ରଖ। ସେତେବେଳର 10 ପ୍ରତିଜ୍ଞା ନ ପାଳିଲେ ପ୍ରକୃତ ବ୍ରାହ୍ମଣ ହୋଇ ନ ପାରିବ। ରଘୁ ଅଶ୍ରୁ ପୂର୍ଣ୍ଣ ଲୋଚନରେ, ଆହା କେଡ଼େ ଦୟାଳୁ, କେଡ଼େ ବୋଧା। ପୂଜାରୀ, ତୁ କି ପୁରୁଷ ସାଙ୍ଗରେ କି ବ୍ୟବହାର କଲୁ? କଲୁରେ, କ'ଣ କଲୁ? ତୋର ଶରୀର ଫାଟିଯିବରେ। ବାବାଜୀ ପ୍ରତି, ମହାରାଜ, ମୋ ବସାରେ ଚରଣ ପଡ଼ିଲେ ପାକଶାଖର ଉଦ୍ଯୋଗ କରିଦିଅନ୍ତି। ବାବାଜୀ, ନାଇଁ ବାବା, ପାକ କରିବା ତ ଆମକୁ ପର୍ବତ ପ୍ରାୟ। ମଠକୁ ଯାଉଛି, ସେଇଠାରେ ମୁଠିଏ ପ୍ରସାଦ ପାଇବା। ତୁମ ମନରେ କିଛି ଦୁଃଖ ନ କର, ଆନନ୍ଦ ରହ ବାବା। ପୂଜାରୀ ବାବା, ଦୁଃଖ ନ କରି ଆମ କଥାକୁ ଗୁରୁବଚନ ତୁଲ୍ୟ ମନିବ। ଆଚ୍ଛା, ଯାଉଛି, ମଙ୍ଗଳ ହେଉ। ବାବାଜୀଙ୍କର ପ୍ରସ୍ଥାନ। ରଘୁ, ଦେଖିଲ ପୂଜାରୀ, ରାଗ ଅହଙ୍କାର ଟିକିଏ ନାହିଁ। ତୁମକୁ ପୁଣି କଲ୍ୟାଣ କରିଗଲେ। ପୂଜାରୀ, ହଁ ହଁ, ଅତି ଉତ୍ତମ ସାଧୁ, ଦେବତା ସମାନ ତ। ତାଙ୍କୁ ଯା ମୁଁ ସନ୍ତେଇଲି, ସେ ପତର ଉପରୁ ଉଠିଲେ, ବଡ଼ ଦୁଷ୍କର୍ମ କଲେ। ମୋତେ କି କୁବୁଦ୍ଧି ଜୁଟିଲା କେଜାଣି? ଏତେବେଳେ ମନ ବଡ଼ ବିକଳ ହେଉଛି। ମୁଁ ଚଣ୍ଡାଳ କ'ଣ କଲି? ମୋର ତ ଭଲ ଦଶା ନାହିଁ। ସ୍ୱହସ୍ତେ ଚପଟଘାତ ଓ ଅଶ୍ରୁପାତ। ତେବେ ଏହିଠାରେ ସରିଲା ନାଟ୍ୟକାର ଜଗନମୋହନ ଲାଲଙ୍କର ନାଟକ ବାବାଜୀର ପ୍ରଥମ ଭାଗ। ଆଗାମୀ ଅଧ୍ୟାୟରେ ଏହି ନାଟକଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।